ପ୍ରଥମେ ଏବେ ଆମେ କଣ୍ଟାକ୍ଟ ନମ୍ବର ଗୁଡା ଟ୍ରାନ୍ସଫର କରିବା। ଦେଖିବା କଣ୍ଟାକ୍ଟ ନମ୍ବର କେମିତି ଟ୍ରାନ୍ସଫର ହବ ଆଣ୍ଡ୍ରଏଡ୍ ଟୁ ଆଣ୍ଡ୍ରଏଡ୍ ମୁଁ ଦେଖେଇ ଦଉଛି। ଅଲମୋଷ୍ଟ ସବୁ ଯାକ ନମ୍ବର ଆଟ୍ ଏ ଟାଇମ୍ ନେଇଯିବା। ତ କେମିତି ହବ ସେଇଟା ମୁଁ ଦେଖଉଛି। ଦେଖି ନିଅନ୍ତୁ ନମ୍ବର ଗୁଡାକ କେମିତି କରିବେ। ରଞ୍ଜନ ଭାଇର ମୋର ବସିଛୁ ଏଠି ତ ଦେଖନ୍ତୁ। ତ ମୁଁ ତା ନମ୍ବରଟା ଏଇ ପୁରୁଣା ମୋବାଇଲରୁ ନୂଆ ମୋବାଇଲକୁ ସବୁ ଯାକ କଣ୍ଟାକ୍ଟ ଟ୍ରାନ୍ସଫର କରିଦେବି। ତ ଦେଖି ନିଅନ୍ତୁ କେମିତି କରୁଛି। ଆପଣମାନେ ମଧ୍ୟ ଟ୍ରିକ୍ଟା ଏଇଟା ମନେ ରଖନ୍ତୁ, ସେଭ୍ କରିକି ରଖନ୍ତୁ ଭିଡ଼ିଓଟାକୁ। ଆଜି ନହେଲେ କାଲି କାମରେ ଲାଗି ପଡ଼ିବ। ତ ତେଣୁକରି ମୁଁ କହୁଛି ସେଭ୍ କରିଥାନ୍ତୁ ଭିଡ଼ିଓଟା। ଏଠି ଦେଖନ୍ତୁ ମୁଁ ଦେଖଉଛି ଆପଣଙ୍କୁ ଟ୍ରିକ୍ଟା କେମିତି ହୁଏ। ଆଣ୍ଡ୍ରଏଡ୍ ଟୁ ଆଣ୍ଡ୍ରଏଡ୍ କେମିତି ଆଟ୍ ଏ ଟାଇମ୍ ସବୁ ନମ୍ବର ସେୟାର ହୁଏ ଦେଖି ନିଅନ୍ତୁ। ଦେଖନ୍ତୁ ମୁଁ କେମିତି ବିସ୍କିଟ୍ ଖାଉଛି। ତମେ ସବୁ ଖାଅ, ବିସ୍କିଟ୍ ଖାଅ ଆଉ କ'ଣ ଖାଅ। ପ୍ରଥମେ ପଳେଇଯିବେ କଣ୍ଟାକ୍ଟକୁ। କଣ୍ଟାକ୍ଟ ପଳେଇକି ଦେଖନ୍ତୁ ଏଇଟା ରହିଲା ଆମର କଣ୍ଟାକ୍ଟ ନମ୍ବର ଯୋଉଟା ଅଛି। କଣ୍ଟାକ୍ଟ ଆସିଲେ ଆସିକି ଏଇଥିରେ କ'ଣ କରିବେ, ଏଇଟା 3 ଡଟ୍ ଉପରେ କ୍ଲିକ୍ କରିବେ। 3 ଡଟ୍ ଉପରେ କ୍ଲିକ୍ କଲେ ରହିଲା ଇମ୍ପାକ୍ଟ ଏକ୍ସପୋର୍ଟ ଯୋଉଟା ଅଛି କଣ୍ଟାକ୍ଟ, ତାକୁ କ୍ଲିକ୍ କରିବେ। ତାକୁ କ୍ଲିକ୍ କଲା ପରେ ଦେଖନ୍ତୁ ତଳେ ଲେଖା ହେଇଛି ଇମ୍ପାକ୍ଟ ଫ୍ରମ୍ ଷ୍ଟୋରେଜ ଲେଖା ହେଇଛି, ଏକ୍ସପୋର୍ଟ ଷ୍ଟୋରେଜ ଲେଖା ହେଇଛି। ଆପଣ କ'ଣ କରିବେ ଏଠି ସେୟାର କଣ୍ଟାକ୍ଟରେ କ୍ଲିକ୍ କରିବେ। ଆପଣଙ୍କୁ କିଛି ସିଲେକ୍ଟ କରିବାକୁ ପଡ଼ିବନି, କେବଳ ଏତିକି କାମ କରିବାକୁ ପଡ଼ିବ। କଣ୍ଟାକ୍ଟ ନମ୍ବର ବି ସିଲେକ୍ଟ କରିବାକୁ ପଡ଼ିବ ନାହିଁ, କାହିଁକିନା ଏଇଟା ବଢ଼ିଆ ଜିନିଷଟେ ଅଛି। ତ ଦେଖି ନିଅନ୍ତୁ ବହୁତ ବଢ଼ିଆ ଜିନିଷ। ତାପରେ କ'ଣ କରିବେ, ଏତେ ସାରା ଅପସନ୍ ଅଛି, ଏତେ ସାରା ଅପସନ୍କୁ ଛାଡ଼ିଦେବେ। ଫାଇନାଲି ଆପଣ କରିବେ ବ୍ଲୁଟୁଥ୍ ଉପରେ କ୍ଲିକ୍ କରିବେ। ଦେଖନ୍ତୁ ବ୍ଲୁଟୁଥ୍ଟା କ୍ଲିକ୍ କଲେ ବ୍ଲୁଟୁଥ୍ ଅନ୍ ହେଇଯିବ ପ୍ରଥମେ। ତ ଆମେ ପ୍ରଥମେ ବ୍ଲୁଟୁଥ୍ ଅନ୍ କରିବାକୁ ପଡ଼ିବ। ତେଣୁକରି ପ୍ରଥମେ ଆମେ ବ୍ଲୁଟୁଥ୍କୁ ଅନ୍ କରିଦେବା। ଦେଖି ନିଅନ୍ତୁ ବ୍ଲୁଟୁଥ୍ଟା ଅନ୍ ଗଲା। ତାପରେ ନେକ୍ସଟ ଏପଟେ ଯେଉଁ ଡିଭାଇସ୍ଟା ଅଛି ତାକୁ ଆମକୁ ୟାର ମଧ୍ୟ ବ୍ଲୁଟୁଥ୍ ଅନ୍ କରିବାକୁ ପଡ଼ିବ। ଏଇଟା ଦେଖି ନିଅନ୍ତୁ। ତ ବ୍ଲୁଟୁଥ୍ଟା ଅନ୍ ଅଛି। ଏଇଥିରେ ଯଦି ଆସିଯିବ ଯେଉଁ ନାଁଟା ଆସିବ ସେଇ ନାଁଟାକୁ ଆପଣ ସିଲେକ୍ଟ କରିବେ। ଏଠି ସମୟ ଆସୁଛି, ଟିକେ ସମୟ ଲାଗୁଛି, ଦେଖି ନିଅନ୍ତୁ। ନା ଆସିବାକୁ ଫିର୍ ବି ଆମେ ୟାର ଉପରେ କ୍ଲିକ୍ କରିକି ଦେଖିବା। ଆଉ ଖୋଲିଦେଲା ପରେ ଆସିଯାଇଛି ଦେଖନ୍ତୁ ମଡେଲ ଆସିଯାଇଛି। ଯେଉଁ ମୋବାଇଲକୁ ପଠେଇବା ସେଇ ମୋବାଇଲର ନାଁ ବି ଆସିଯାଇଛି। ତାରି ଉପରେ ଆମେ କ୍ଲିକ୍ କରିନେବା। ତାରି ଉପରେ କ୍ଲିକ୍ କଲା ପରେ ଏପଟକୁ ଦେଖିବ। ଏପଟେ ଦେଖି ନିଅନ୍ତୁ, ମୁଁ ଏପଟେ ଗୋଟେ ଆସିଯିବ ତାର। ଏଇଠି ଆସିଗଲା ଦେଖନ୍ତୁ। ଆକ୍ସେପ୍ଟ କରିବେ। ୟା ଦେହରେ ଏଠି ଦେଖନ୍ତୁ ଲେଖା ହେଇଛି ଆକ୍ସେପ୍ଟ ଡିସଲିଙ୍କ୍ ଆକ୍ସେପ୍ଟ। ଆପଣ କ'ଣ କରିବେ ଆକ୍ସେପ୍ଟ କରିବେ। ତ ଏଇଠିକି ନେବାର ଅଛି। ତ ଦେଖନ୍ତୁ ଏଠି ଟ୍ରାନ୍ସଫର ହେଉଛି, ଦେଖେଇ ଦଉଛି ହେଇସାରିଲା କି ନାହିଁ ସେଇଟା ମଧ୍ୟ ଦେଖିଦେବି। ଦେଖନ୍ତୁ ଅଲମୋଷ୍ଟ କମ୍ପ୍ଲିଟ୍ ହେଇସାରିଛି। ତ ଦେଖନ୍ତୁ ମୁଁ ୟାକୁ ଡାଉନଲୋଡ୍ କରିଦେବି, ସବୁ ନମ୍ବର ଯାକ ଆସିଯିବ। ଏଇଥିରେ ଆମେ କରିବାକୁ ପଡ଼ିବ। ଦେଖନ୍ତୁ ଏଇଠି ମୁଁ କରିଦେଲି ରେଡ଼ି। ଦେଖନ୍ତୁ ମୁଁ ଏଥର କଣ୍ଟାକ୍ଟ ନମ୍ବରରେ ଦେଖେଇ ଦଉଛି। ତ ଦେଖନ୍ତୁ ସବୁ ଯାକ ନମ୍ବର ଆସିଯାଇଛି। ଅଲମୋଷ୍ଟ ସବୁ ନମ୍ବର ଆସିଯାଇଛି। କିଛି ନମ୍ବର ନଥିଲା ତ ଦେଖିପାରୁଥିବେ ସବୁ ନମ୍ବର ଗୁଡ଼ାକ ଆସିଯାଇଛି। ପାଖାପାଖି 600 ନମ୍ବର ଖଣ୍ଡେ ଆସିଯାଇଛି। ଭାଇଙ୍କ ପାଖରେ 600 ନମ୍ବର ଥିଲା, ସେଇ ନମ୍ବରଟା ଆସିଯାଇଛି। ଦେଖନ୍ତୁ ଆପଣଙ୍କୁ ଭିଡ଼ିଓଟା କେମିତି ଲାଗିଲା, ଏଇ ଟ୍ରିକ୍ଟା କେମିତି ଲାଗିଲା ଜାଣିଥିଲେ କି ନାହିଁ ଆଉ କମେଣ୍ଟ ମାଧ୍ୟମରେ କୁହନ୍ତୁ। ଆଉ ଯାହା ଏଇଠି ଦେଖନ୍ତୁ ଡୁପ୍ଲିକେଟ୍ କରିବାର ଅଛି ତାକୁ ବି ଡୁପ୍ଲିକେଟ୍ କରିପାରିବେ, ଆପଣ ମର୍ଜ କରିପାରିବେ। ତାକୁ ଯଦି ଅନ୍ କରିଦେବେ ତାହେଲେ ସବୁ କିଛି ହେଇଯିବ। ତାକୁ ଡୁପ୍ଲିକେଟ୍ କରିବା କିଛି ଦରକାର ନାହିଁ, କିନ୍ତୁ ଆପଣଙ୍କର ରିଏଲ୍ଟା ରହିବା ଦରକାର, ଅରିଜିନାଲ। ତ ଅରିଜିନାଲ ଉପରେ ହିଁ ଆମେ ଦେଖିବା। ଅରିଜିନାଲଟା ଦେଖିଲେ ଯଦି ଜାଣିପାରିଲେ ତାହେଲେ ଭଲ କଥା। ଆଉ ଭିଡ଼ିଓଟାକୁ ସେଭ୍ କରିଦିଅନ୍ତୁ। ଯେତେବେଳେ ଆପଣ ମୋବାଇଲ ଆଣିବେ ତ ଏଇ ଟ୍ରିକ୍ ହିସାବରେ କରିବେ। ଆପଣଙ୍କୁ ଥାର୍ଡ ପାର୍ଟି କିଛି ଆପ୍ଟା ଡାଉନଲୋଡ୍ କରିବାକୁ ପଡ଼ିବନି। ତ ଏମିତି ବ୍ଲୁଟୁଥ୍ ମାଧ୍ୟମରେ ଟ୍ରାନ୍ସଫର କରିପାରିବେ ୱାନ୍ କ୍ଲିକ୍ରେ। ଦେଖିଲେ ତ ଆଜ୍ଞା, ରହିଲି ଆଜ୍ଞା, ଜୟ ଜଗନ୍ନାଥ। ଭିଡ଼ିଓ ଯଦି ଭଲ ଲାଗିଛି ଲାଇକ୍ ସେୟାର କମେଣ୍ଟ କରିଦିଅନ୍ତୁ। ରହିଲି, ବାଏ ବାଏ।